हेलो किए कहते हाँ मंत्री महाशय नमस्कार नमस्कार आज्ञा कौन कहले आपण लोक मैंने दुई चाकरी दरकार देखो तो आज्ञा जमा 10टा पोस्ट अच्छी हाँ हाँ 10टा अच्छी ये 10टा भितर आपन को दुईटा दे देला परे तो कौन रहिला सारे कौन कहले नाई 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 आज्ञा आपण कथा रखिले मो चाकरी कौन रहिबो निश्चय आज्ञा निश्चय हाँ आपण दुईटा सीट रिजर्व होकर रहा हाँ सारे हाँ रोजी सारे नमस्कार अरे आज हूँ कनेस्टेबल इंटरव्यू हम कनेस्टेबल चाकरी जिते बाहरी हजार हजार पुआ मैंने फर्म पूरण कर देखा जाऊ क्या भाग्य कौन अच्छी अरे कनेस्टेबल अबे कौटे अच्छु बे कनेस्टेबल शुण आज कनेस्टेबल चाकरी इंटरव्यू हम सर तमें दी जन अपेक्षा कर जो पिला मैंने आसबे गोटी गोटी कर भीतर को छाड़ बुझीगला सर सर जाओ अपेक्षा करो ठीक अच्छे सर षंड पर पेली जाऊ रे बाबू कौन पाई आसी रे बाबू सर विज्ञापन रे खबर पाई थी आज कनेस्टेबल चाकरी पाई इंटरव्यू अच्छी इंटरव्यू देवा पाई आइसथिली सर था था टिके रो मु सर को जाई कहूची हां सर जो को आसी कौन इंटरव्यू देबा कौन देबा कहूची सर रे बाबू आसे चलो बाबू चलो सर नमस्कार 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 अरे किए तो मैं सर मु हजे आकाश महापात्र विज्ञापन रे खबर पाई थी आज कनेस्टेबल पदवी पाई इंटरव्यूटा अच्छी इंटरव्यू दब इंटरव्यू माने तमे चाकरी करिबा तो हाँ सर ठीक अच्छी हेले कथा कौन कि बाबा हे ठीक तो जानिछ दुनिया रे कौन चलुछि केते देई परियो माने मु किछि बुझी पारिनी सर अरे रे बुझी रे न बुझिबार कौन अछि चाकरी करिबा को हेले किछि तो दबके पड़िबो ना माने मानेटा एया जे तमे जदि कनेस्टेबल चाकरी करबा को चाहुछ ताले 5 लाख टंका देबा के पड़िबो काहे के सर आपण मोर सर्टिफिकेट गुडा को न देखि कि संगे संगे कह देले 5 लाख टंका देबा को पड़िबो अरे बाबू प्रथम सर्टिफिकेट देखि नियंतु सुन एई इंटरव्यू होची गोटाए प्रहसन एठी टंका न देले चाकरी मिलिबो ना बुझी पारछ ए सर्टिफिकेट देखिबा ना देखिबा मोर जाय आसे नै कह 5 लाख टंका देई पारिबो ना नाही जदि सर्टिफिकेट मूल्य टंकार तुलना करा जाउछि ताहले ए शहर समस्त स्कूल कॉलेज बंद करी दियंतु काहे कि ना आम भलिया गरीब छुआ मैंने पाठ पढ़ी को उत्तीर्ण होला परे मध्य जदि टंका नथिले चाकरीटा करि पारिबेनी ताहले स्कूल कॉलेजटा थाई लाभ कौन सा बढ़िया तो भाषण दौच हाँ
ଦିଅ ତୁମ ସାର୍ଟିଫିକେଟ। ନିଅନ୍ତୁ ସାର୍ ଦେଖନ୍ତୁ। আরে বাবু তুমি পরা ইন্টারভিউ দেব। ହଁ ସାର୍ শুণ ମୁଁ ତୁମକୁ ପ୍ରଶ୍ନ ପଚାରୁଛି ତାର କୁହନ୍ତୁ ସାର୍। କହିପାରିବ ତ? ପଚାରନ୍ତୁ। ତାହେଲେ କହିଲ ଦେଖି ଏ ସିଗାରେଟ ଧୂଆଁର ରଙ୍ଗ କିପରି ଦେଖାଯାଏ? ଆପଣ ଏ କୌଣସି କୋଉ ପ୍ରକାର ପ୍ରଶ୍ନଟା ପଚାରୁଛନ୍ତି ସାର୍? ଏ ବାବୁ ଆପଣ ମତେ କହି ଦେଖିଲେ ବାୟୁଟା କେମିତି ଦେଖାଯାଏ? ତମେ ଇଣ୍ଟରଭ୍ୟୁ ଦେବାକୁ ଆସିଛ, ମୁଁ ଯାହା ପଚାରିବି ତାର ସିଧା ସିଧା ଉତ୍ତର ଦେବ। ତ ଭଲ ପ୍ରଶ୍ନ ପଚାରିଲି ତ ସିଧା ସିଧା ଏ ଉତ୍ତର ପ୍ରଶ୍ନରେ ଦେବି। ଖରାପ କ'ଣ ଅଛି? ଖରାପ କ'ଣ ଅଛି ପ୍ରଶ୍ନରେ? ଆପଣ ମତେ ପଚାରିଲେ ସିଗାରେଟର ରଙ୍ଗ ଧୂଆଁର ରଙ୍ଗ କେମିତି ଦେଖାଯାଏ ସେଟା କହିବ। ମୁଁ ବି ତ ସେଇ କଥାଟା କହିଲି ସାର୍। ଆପଣ କ'ଣ ବାୟୁର ତା ରଙ୍ଗଟା କହିପାରିବେ ନା ତାର ଆକଳନଟା କରିପାରିବେ? ଆଉ ଶୁଣ ମୋର ଦ୍ୱିତୀୟ ପ୍ରଶ୍ନ, କ୍ୱେଶ୍ଚିନ୍ ନମ୍ବର 2, ମଣିଷର କେତୋଟି ହାତ ଅଛି? ମଣିଷର ହାତ ନାହିଁ କି ଆଖି ବି ନାହିଁ। କାହିଁକି? ଆପଣ ଭଳିଆ ବଡ଼ ବଡ଼ ଅଫିସର ମାନଙ୍କ ହାତ ଅଛି କେବଳ ଲାଞ୍ଚ ଖାଇବା ପାଇଁ, ଆଉ ବଡ଼ ବଡ଼ ଅଫିସର ମାନଙ୍କ ଆଖି ଅଛି କେବଳ ଧନୀ ଲୋକଙ୍କ ପିଲାକୁ ଚାକିରି ଦେବା ପାଇଁ। ଆରେ ବାବୁ ଏମିତି ଭାଷଣ ଦେଲେ ତମେ ଚାକିରି ପାଇବନି। ଏମିତି ଭାଷଣରେ ମୁଁ ଶାନ୍ତି ହେବା ଲୋକ ନୁହଁ। ତମେ ଯଦି ଚାକିରି କରିବ 5 ଲକ୍ଷ ଟଙ୍କା ନେଇକି ଆସ, ନହେଲେ ଯାଅ କନେଷ୍ଟବଳ ବାହାର କରିଦିଆକୁ। କୁହନ୍ତୁ। ଆପଣଙ୍କ ପାଖରେ ଚାକିରି କରିବାକୁ ହେଲେ ମୋତେ ଲାଞ୍ଚ ଦେବାକୁ ପଡ଼ିବ। ମୁଁ ଏଇଟା ବହୁତ ଭଲ ଭାବରେ ବୁଝି ସାରିଛି ସାର୍। ଆମ ଭଳିଆ ଗରିବ ଛୁଆମାନେ ଏଇ ଚାକିରି ପାଇଁ ଯୋଗ୍ୟ ନୁହଁ। କାହିଁକି ନା ଲାଞ୍ଚ ଦେବା ପାଇଁ ଆମ ପାଖରେ ଟଙ୍କାଟା ନାହିଁ। ଆବେ এইটা সত্য যুগ নুহ কি মু এটি দান ধর্ম କରିବାକୁ বসিনি। ମୋ ଉପର ଅଫିସର ମାନେ ବି ଅଛନ୍ତି, ନେତା ମନ୍ତ୍ରୀ ମାନେ ଅଛନ୍ତି, ତାଙ୍କ ଆଦେଶ ବି ଆମକୁ ମାନିବାକୁ ପଡ଼ିଥାଏ। ବୁଝିପାରୁଛ? ଓ ତାହେଲେ କଥାଟା ଏଇଆ। ଆପଣ ସେଇ ନେତା ମନ୍ତ୍ରୀମାନଙ୍କ ପଛରେ ପାଗଳ ହେଇଯାଇଛନ୍ତି ସାର୍। ଯିଏକି ଗ୍ରାଜୁଏସନ୍ ପାସ୍ କଲା ପିଲାକୁ ତା ସାର୍ଟିଫିକେଟକୁ ଅନାଦର କରି ଚାକିରିରେ ଲଗାଇବା ପାଇଁ ମନା କରୁଛନ୍ତି, ହେଲେ ଟଙ୍କା ଆଶାରେ ମନ୍ତ୍ରୀ ଏମଏଲ୍ଏର ଛୁଆମାନଙ୍କୁ ଆପଣ ଚାକିରି ଦେଇଦେଇଛନ୍ତି। ଆରେ ବାବୁ এইଠି କଥାରେ ନୁହଁ ଟଙ୍କାରେ କାମ ହୁଏ। ତମେ ଯଦି ଚାକିରି କରିବ 5 ଲକ୍ଷ ଟଙ୍କା ନେଇକି ଆସ, ନହେଲେ ସାର୍ ଯଦି ଏଠି ସାର୍ଟିଫିକେଟର କୌଣସି ମୂଲ୍ୟ ନାହିଁ, ପାଠ ପଢ଼ିବାର କୌଣସି ମୂଲ୍ୟ ନାହିଁ, ନିଅନ୍ତୁ ମୋ ସାର୍ଟିଫିକେଟ, ଚାଲିଯାଅ ଏଠୁ। କେବଳ ଟଙ୍କା ସହିତ ଯଶ ସାର୍ଟିଫିକେଟ ଆଉ ତାର ଗ୍ରାଜୁଏସନକୁ ତୁଳନା କରାଯାଏ, ତାହେଲେ ଏଇ କାଗଜ ଗୁଡ଼ାକ କାମ କ'ଣ ସାର୍? ମୋତେ ଦରକାର ନାହିଁ ଆପଣଙ୍କ ଲାଞ୍ଚ ଦେଇ ଏଇ ଚାକିରିଟା କରିବା। ଏଇ ନିଅନ୍ତୁ ଆପଣଙ୍କ ସାମ୍ନାରେ ମୋ ସାର୍ଟିଫିକେଟଟା ଚିରି ଦେଇକି ଆପଣଙ୍କ ମୋ ସାମ୍ନାରେ ଫିଙ୍ଗି ଦେଉଛି। ଆରେ ଏ କ'ଣ କଲ? ଏତେ କଷ୍ଟରେ ପାଠ ପଢ଼ି ଏ ସାର୍ଟିଫିକେଟକୁ ଦିଲ, ଏଟାକୁ ଏମିତି ଫୋପାଡ଼ି ଦେଲ କାହିଁକି? ଶୁଣ এইটা নষ্ট করে যাଉଛି, ତମ ଜୀବନଟା ନଷ୍ଟ କରିଦେଲ। ମୋ ଜୀବନ ସେମିତି ବି ନଷ୍ଟ ହେଇଯାଇଛି ସାର୍।
ମୋତେ ପାଠ ପଢ଼ାଇବା ପାଇଁ ବିଦେଶକୁ ମୋ ବାପା ପଠାଇଥିଲେ। ସେତେବେଳେ ଖବର ପାଇଲେ ମୋ ବାପାଟା ମରି ଯାଇଛନ୍ତି। ଘରେ ବଢ଼ିଲା ଗୋଟେ ଛୋଟ ଭଉଣୀ। ଆଜି ନହେଲେ କାଲି ତାକୁ ବାହା ଦେବାକୁ ପଡ଼ିବ। ଏଇ ଚାକିରି ଖଣ୍ଡକ ପାଇଁ ମୁଁ କେତେ କଷ୍ଟ କରିକି ଦ୍ୱାର ଦ୍ୱାର ଦାଣ୍ଡ ଦାଣ୍ଡ କେତେ ଅଫିସ ସାରା ବୁଲି ସାରିଛି ସାର୍। ହେଲେ ଶେଷରେ ଆପଣ ବି ବୁଝିପାରିଲେନି। ପାଠର ମୂଲ୍ୟ ନ ପାଇ ଆପଣ ଟଙ୍କାର ମୂଲ୍ୟଟା ଦେଖିଲେ। ତ ଏ ସାର୍ଟିଫିକେଟଟା ଥାଇକି ମୋ ପାଖରେ ଲାଭଟା କ'ଣ ସାର୍? এইটা তো সামান্য গোটাଏ କାଗଜ। ଏ କାଗଜ ଖଣ୍ଡେକ ରଖିକି କ'ଣ କରିବେ? ସେଥିପାଇଁ ଚିରିକି ଫିଙ୍ଗିଦେଲି ସାର୍। ବାବୁ ତମ କଥା ମୁଁ ବୁଝୁଛି, ତମକୁ ଚାକିରିଟା ନିହାତି ଦରକାର ଅଛି, ହେଲେ ମୋ ହାତରେ କିଛି ନାହିଁ। ମୋ ଉପର ଅଫିସର ମାନେ ଅଛନ୍ତି, ନେତା ମନ୍ତ୍ରୀ ମାନେ ଅଛନ୍ତି, ସେମାନଙ୍କୁ ବୁଝେଇବାକୁ ପଡ଼ିବ, ନହେଲେ ଆମ ଭଳିଆ ଲୋକର ଚାକିରି ରହିବନି। ବୁଝିପାରୁଛ? ଆପଣଙ୍କ ସେ ବଡ଼ ବଡ଼ ଅଫିସର ଆପଣଙ୍କ ଭଳିଆ ଲାଞ୍ଚକ ଅଫିସର ପାଇଁ ଏମିତି ଗରିବ ଛୁଆମାନେ ଗ୍ରାଜୁଏସନ୍ ପାସ୍ କରିକି ମଧ୍ୟ ସାଜି ଯାଉଛନ୍ତି ଗୋଟାଏ ଗୋଟାଏ ଆତଙ୍କବାଦୀ। କେବଳ ଆପଣଙ୍କ ଭଳିଆ ଲାଞ୍ଚ ଖୋଆ ଅଫିସର ମାନଙ୍କ ପାଇଁ। ସେଇଥିପାଇଁ ମୁଁ କହୁଥିଲି ସାର୍, ଏଇଟା ଲାଞ୍ଚୁଆ ଆପଣଙ୍କୁ ପଇସା ଦେଉଛି, ଆପଣ ଅଶୀଘ୍ର କନେକ୍ସନ ଦେଖ ବାବୁ, ମୁଁ ତମ ଦୁଃଖ ବୁଝିପାରୁଛି, ହେଲେ ମୋ ହାତରେ କିଛି ନାହିଁ। ତମେ ବର୍ତ୍ତମାନ ଏଠୁ ଯାଇପାର। ନିଶ୍ଚୟ ଯିବି ସାର୍, କିନ୍ତୁ ଯିବା ପୂର୍ବରୁ ଗୋଟାଏ କଥା କହିଦେଉଛି, ମନେ ରଖନ୍ତୁ। ଆଜି ଏ କାଶ ମହାପାତ୍ରଟା ପାଠ ପଢ଼ିକି ବେରୋଜଗାର। ଚାକିରି ଖଣ୍ଡକ ପାଇଁ 5 ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡ଼ିବ। ସେଇ କଥାଟା ଆପଣ ନିଜ ତୁଣ୍ଡରେ କହିଥିଲେ, ହେଲେ ମୋ ପାଖରେ ସକ୍ଷମ ନାହିଁ ଯେ 5 ଲକ୍ଷ ଟଙ୍କା ଦେଇକି ମୁଁ ଏ ଚାକିରିଟା ପାଇବି। ସେଥିପାଇଁ ମୋ ସାର୍ଟିଫିକେଟ୍ ଆପଣଙ୍କ ସାମ୍ନାରେ ଚିରିକି ଆପଣଙ୍କ ସାମ୍ନାରେ ଫିଙ୍ଗି ଦେଇଛି। କିନ୍ତୁ ମନେ ରଖନ୍ତୁ, ଏଇ ଗରିବ ଛୁଆମାନେ ଯେତେବେଳେ ଉତ୍ତ୍ୟକ୍ତ ହେଇଯିବେ, ସେତେବେଳେ ମନେ ରଖିବେ ଆପଣଙ୍କ ଟଙ୍କା ବଡ଼, ସାର୍ଟିଫିକେଟଟା ବଡ଼। ଆସୁଛି ସାର୍, ନମସ୍କାର। କନେଷ୍ଟବଳ ଶୁଣ, ମନ୍ତ୍ରୀ ଫୋନ କରିଥିଲେ, ତାଙ୍କ ନିଜ ଲୋକ ବହି 2ଟା ପୋଷ୍ଟ ଦରକାର ଅଛି। ମାତ୍ର 2ଟା ପୋଷ୍ଟ ବାକି ଥିଲା ସାର୍, ମନ୍ତ୍ରୀଙ୍କ ଲୋକକୁ ଦେଇଦେବା। ବୁଝିପାରୁଛ? ଠିକ୍ ଅଛି ସାର୍, ଆସ। ତମର ବି ଲାଭ, ଆମକୁ ବି 2 ପାଏ ଲାଭ। ଚୁପ ଅପଦାର୍ଥ, ଆସ।